লিখনের কাহিনী ଆଜିର ଗଳ୍ପ ଡରୁଆ ବାଘଛୁଆ। ବଣରେ ବାଘଛୁଆଟିଏ ଥିଲା। ସେ ଭାରି ଡରୁଆ। ତାକୁ ଶିକାର କରିବାକୁ ଡର ଲାଗେ। ସେଥିପାଇଁ ବାଘ ତା ଉପରେ ରାଗିଗଲା। ତାକୁ ବଣରୁ ବାହାର କରିଦେଲା। ବାଘଛୁଆ ପାଖ ଗାଁକୁ ପଳାଇଲା। ଦିନସାରା ଗାଁ ବାହାରେ ଲୁଚି ବସିଲା। ରାତିରେ ଗାଁ ଭିତରକୁ ଗଲା। ତାକୁ ବହୁତ ଭୋକ କରୁଥାଏ। ସେ ଦେଖିଲା ବଉଳା ଗାଈ ଆମ୍ବ ଖାଉଛି। ବାଘଛୁଆ ତାକୁ ଆମ୍ବ ମାଗିଲା। ବଉଳା ତାକୁ ସିଂହରେ ଟେକି ଫୋପାଡ଼ି ଦେଲା। ବାଘଛୁଆ ଖାଇଲା କଚାଡ଼େ। ତାକୁ କଷ୍ଟ ହେଲା। ସେ ପୁଣି ବଉଳା ପାଖକୁ ଆସିଲା। ବଉଳା ତାକୁ ପୁଣି ଥରେ ସିଂହରେ ଟେକି ଫୋପାଡ଼ି ଦେଲା। ଗୁରୁ ଏକଥା ଦେଖୁଥିଲା। ବାଘଛୁଆର ଏ ଅବସ୍ଥା ଦେଖି ସେ ଜୋରରେ ହସିଲା। ବାଘଛୁଆକୁ ଲାଜ ମାଡ଼ିଲା। ସେ ଗୁରୁ ପଛରେ ଗୁଡ଼ାଇଲା। ଗୁରୁ ଘରକୁ ଯାଇ ଶୋଇ ପଡ଼ିଲା। ବାଘ ଲୁଚି ଲୁଚି ଘର ଭିତରକୁ ଗଲା। ଗୁରୁ ଶୋଇଥିବା ଖଟକୁ ମୁଣ୍ଡରେ ଥୋଇଲା। ପାହାଡ଼ ପାଖକୁ ଧାଇଲା। ମନେ ମନେ କହିଲା, ଆଜି ଏ ପିଲାକୁ ପାହାଡ଼ ଉପରୁ ତଳକୁ ଫୋପାଡ଼ି ଦେବି। କିଛି ବାଟ ଗଲା ପରେ ଗୁରୁର ନିଦ ଭାଙ୍ଗିଲା। ସେ ତଳକୁ ଦେଖିଲା ବାଘ ଖଟ ଧରି ଧାଉଁଛି। ଗୁରୁ ଚୁପ୍ କରି ବାଘର ଲାଞ୍ଜକୁ ଖଟରେ ବାନ୍ଧିଦେଲା। ସେ ନିଜେ ଗଛର ଡାଳ ଧରି ଓହଳି ପଡ଼ିଲା। ବାଘଛୁଆ ଖାଲି ଖଟ ନେଇ ପଳାଇଲା। ପାହାଡ଼ ଉପରକୁ ଗଲା। ଖଟ ପାହାଡ଼ ତଳକୁ ଫୋପାଡ଼ି ଦେଲା। ଖଟ ସହ ନିଜେ ପାହାଡ଼ ତଳକୁ ଗଳି ପଡ଼ିଲା। ଗୁରୁ ବାଘଛୁଆ ହାବୁଡ଼ରୁ ରକ୍ଷା ପାଇ ମନ ଖୁସିରେ ଘରକୁ ଫେରିଲା। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ୍ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।